ଦ୍ରୁତ ଗତିରେ ଗାଡ଼ି ଚଳିବାକୁ ବରଦାସ୍ତ କରାଯିବ ନାହିଁ। ମୋଡିଫାଏଡ୍ ସାଇଲେନ୍ସରରେ ଶବ୍ଦ ପ୍ରଦୂଷଣ କରୁଥିବା ରୋଡ୍ ରୋମିଓମାନଙ୍କୁ ପାନେ ଦେଇଛି ସମ୍ବଲପୁର ଟାଉନ ଥାନା ପୁଲିସ। ସମ୍ବଲପୁର ଟାଉନ ଥାନା ପୁଲିସ 250ରୁ ଉର୍ଦ୍ଧ୍ୱ ମୋଡିଫାଏଡ୍ ସାଇଲେନ୍ସର ଜବତ କରି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରିଛି। ସହରରେ ଦିନକୁ ଦିନ ବିକଟାଳ ଏବଂ ବିସ୍ଫୋଟକ ଶବ୍ଦ କରି ଗାଡ଼ି ଚାଳନା କରିବା ଯାହାକି ଶବ୍ଦ ପ୍ରଦୂଷଣ କରୁଛି। ସମ୍ବଲପୁର ପୁଲିସ ଏଭଳି ଗାଡ଼ିକୁ ଟାର୍ଗେଟ କରି ଗତ 6 ମାସ ମଧ୍ୟରେ ଏଭଳି 250ରୁ ଅଧିକ ସାଇଲେନ୍ସର ଗାଡ଼ିରୁ ଜବତ କରାଯିବା ସହିତ ସମ୍ବଲପୁର ସଦର ଏସ୍ଡିପିଓ ତୋଫାନ ବାଗ ଏଭଳି ଶବ୍ଦ ପ୍ରଦୂଷଣ କରି ସାଇଲେନ୍ସର ବ୍ୟବହାର ନ କରିବା ପାଇଁ ଚାଳକମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ଦେଖନ୍ତୁ ଆମର ଯୋଉ ଏମଭି ଏନଫୋର୍ସମେଣ୍ଟରେ କରିବା ପାଇଁ ଆମ ଏସପି ସମ୍ପର୍କ ସାହେବ ନିର୍ଦ୍ଦେଶ ରହିଛି ଏବଂ ସେଥିରେ ଲୋକଙ୍କର ଗୋଟେ କମ୍ପ୍ଲେନ ରହିଛି। ଆଉ ଆମର ବି ସବୁବେଳେ ଦେଖୁଛୁ ଯେ ଦ୍ରୁତ ଗତିରେ ଗାଡି ଗୁଡାକ ଯାଉଛନ୍ତି ଯୋଉଟା ମୋଡିଫାଏଡ ସାଇଲେନ୍ସର ଲଗେଇକି ବିକଟାଳ ଶବ୍ଦ କରିକିରି, ତ ସେଥିରେ ଲୋକଙ୍କୁ ବି ବହୁତ ଅସୁବିଧା ହଉଛି। ସେଥିରେ ସେଇ ତାରି ଆଧାରରେ ଆମର ବର୍ତ୍ତମାନ ଲାଷ୍ଟ 6 months ଭିତରେ ଆମେ ପ୍ରାୟ 250 ଖଣ୍ଡେ ଯୋଉ ମୋଡିଫାଏଡ ସାଇଲେନ୍ସର ଦେଖୁଛନ୍ତି ଆପଣ, ସେଟାକୁ ଆମେ ଗାଡିରୁ ଖୋଲିକି ରଖିଛୁ ଏବଂ ତାକୁ ସେଇ ହିସାବରେ ଫାଇନ ବି କରାହେଇଛି ସବୁ ଗାଡିକୁ। ଏବଂ ଏଇଟା ବି ଆଗକୁ କଣ୍ଟିନ୍ୟୁ ରହିବ। ଏଇଟା ଟାଉନ ଥାନାରେ ଏତିକି ରହିଛି। ସେ ଏଇ ହିସାବରେ ଅଠାପୁରରେ ବି ଅଛି, ଧନୁପାଲି ବି ଅଛି, ଖେଦରାଜପୁର ବି କରୁଛନ୍ତି, ସବୁ ଆମର ଟ୍ରାଫିକ ଥାନା ବାଲା ବି କରୁଛନ୍ତି। ତ ପାଖାପାଖି ଆମ ଏଇ ଭିତରେ ନିଶ୍ଚିତ ଭାବରେ 6 ମାସ 7 ମାସ ଭିତରେ ପାଖାପାଖି 800,000 ଖଣ୍ଡେ ଆମର ସାଇଲେନ୍ସର ଖୋଲା ହେଇଛି ଏବଂ ଏଇଟା ଆଗକୁ ବି ଜାରି ରହିବ। ଏବଂ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯୋଉମାନେ ଗାଡି ମୋଡିଫାଏଡ ସାଇଲେନ୍ସର ପାଇଁ ଚିନ୍ତା କରୁଛନ୍ତି ସେ ମୋଡିଫାଏଡ ସାଇଲେନ୍ସର ଲଗାନ୍ତୁ, ଯୋଉଟା କମ୍ପାନୀ ଯୋଉଟା ଇନବିଲ୍ଡ ରହିଛି ସେଇଗୁଡାକ ହିଁ ୟୁଜ କରନ୍ତୁ ଏବଂ ଅଯଥା ଲୋକଙ୍କୁ ପରେଶାନ ଅସୁବିଧାରେ ପକାନ୍ତୁ ନାହିଁ। ସମ୍ବଲପୁର ତୃପ୍ତିମୟୀ ପଣ୍ଡାଙ୍କ ସହ ଅଜିତ ବୈଦ୍ୟଙ୍କ ରିପୋର୍ଟ, ହିରାଚଲ ଲାଇଭ୍।